ଦେଖନ୍ତୁ ମୁଁ ଚିତଉ ପ୍ରସ୍ତୁତ କରୁଛି। କଡ଼େଇରେ ଚୁଲିରେ କଡ଼େଇ ବସେଇବେ। କଡ଼େଇ ଭଲକି ତାତିଲେ ଚାମଚରେ ଟିକିଏ ଖାଲି ଘିଅ ଚାମଚଟା ଖାଲି ବୁଲେଇ ଦେବେ, ମୋଟେ ଘିଅ ପକେଇବେନି। ଆଉ ସେଥିରୁ ଡଙ୍କିଏ ଲେଖା ଆଣ ଦେବେ। ଆଣ ଦେଇକି ତାକୁ ଭଲକିନି ଘୋଡ଼େଇବେ। ଗୋଟେ ଓଦା କପଡ଼ା ଚାରିପଟେ ଘୋଡ଼େଇ ଦେବେ। ଆଉ ସେଥିରେ ଟିକେ ପାଣି ଦେବେ। ପ୍ରାୟ 2 ମିନିଟ୍ 1.5 ମିନିଟ୍ରେ ଗୋଟେ ଗୋଟେ ପିଠା ହେଇଯିବ। କେତେ ସୁନ୍ଦର ଫୁଲିଛି ଦେଖନ୍ତୁ। ପିଠାଟି କେମିତି କରିବେ କହୁଛି, ଭଲରେ ଶୁଣନ୍ତୁ। ପ୍ରଥମେ 1/2 କିଲୋ ଚାଉଳ ନେବେ। ସେଥିରେ ଚୋପା ଛଡ଼ା ବିରି ଗୋଟେ ମୁଠା ପକାଇଦେବେ। ଶୀତ ଦିନ ନ ହେଇଥିଲେ ବିରି ପକାଇବା କିଛି ଦରକାର ନାହିଁ। ତାକୁ ଭଲ ରକମ 4 ଘଣ୍ଟା ପରେ ମକଚିକି ଧୋଇଦେବେ। ତା ସାଙ୍ଗରେ 2ଟା କୋରା ନଡ଼ିଆକୁ ମିଶାଇକି ଚିକଣ କରି ବାଟିଦେବେ। ଲୁଣ ଗୋଳେଇକି ତାକୁ ଥୋଇଦେବେ। ଏପଟେ କ'ଣ କରିବେ, 2 ଲିଟର କ୍ଷୀରକୁ ଚୁଲିରେ ବସାଇବେ। ଆଞ୍ଚ ଜମା ଜୋର କରିବେନି, ମଧ୍ୟମ ଆଞ୍ଚରେ କ୍ଷୀରକୁ ବସାଇ ତାକୁ ସବୁବେଳେ ଆଉଟୁଥିବେ। ସେଇ ଆଉଟା କ୍ଷୀରରୁ 2-3 ଡଙ୍କି କାଢ଼ିଦେବେ। କାଢ଼ିକି ନଖ ଉଷୁମ ହେଇଗଲେ ସେଥିରେ ଆପଣ 100 ଗ୍ରାମ ମିଲ୍କ ପାଉଡ଼ର ଗୋଳେଇ ଦେବେ। କାହିଁକି କହିଲି କ୍ଷୀର କାଢ଼ିବାକୁ, ଆପଣ ପୁଣି ପାଣି ଗରମ କରିବେ, ସେଥିରେ ଅମୁଲ ଗୋଳେଇବେ ବା ମିଲ୍କ ପାଉଡ଼ର ଯାହା ଗୋଳେଇବେ। ଏତେ ନବରଙ୍ଗ କାହିଁ କରିବେ, ସେଇ ଉଷୁମ କ୍ଷୀରରୁ ଟିକେ ଆଣିବେ। କ୍ଷୀର ତ ଗରମ ହେଇଥିବ, ତାକୁ ଆଣିବେ, କିନ୍ତୁ ଉଷୁମ କଲା ପରେ ହିଁ ପାଉଡ଼ରଟା ଗୋଳେଇବେ। ନହେଲେ କ'ଣ ହେବ, ସେଇଟା ବିଣ୍ଡା ହେଇଯିବ। ପାଣି ହେଉ କି କ୍ଷୀର ହେଉ, ଉଷୁମରେ ଗୋଳେଇଲେ ମିଲ୍କ ପାଉଡ଼ର ଭଲ ମିଶେ। ସେଇ ଫୁଟୁଥିବା କ୍ଷୀରରେ ଆପଣ ସେ ମିଲ୍କ ପାଉଡ଼ରଟିକୁ ଢାଳିଦେବେ। ପୁଣି ଟିକେ ଆଉଟିବେ। ଟିକେ ଆଉଟିଲା ପରେ ଇଆଡ଼େ ଗୁଜୁରାତି ଟିକେ କଡ଼େଇରେ ଭାଜିକି ରଖିବେ। ଟିକେ ଆଉଟିଲା ପରେ କ'ଣ କରିବେ ନା, ଚିନି ଦେଇଦେବେ। ବହୁତ ବେଶୀ ବହଳା କରିବା କିଛି ଦରକାର ନାହିଁ। ଆମେ କ'ଣ ଖୁଆ କରୁଛେ ନା କ'ଣ, ସେ ଗୋଟେ ଟିକେ ସାମାନ୍ୟ ବହଳା ହେଇକି ସେ କ୍ଷୀରଟି ହେଇଯିବ। କ୍ଷୀରଟା ଗରମ ଥିବ। ଇଆଡ଼େ ଚିତଉ କରିକି ସେଥିରେ ପକାଇବେ। ଆପଣଙ୍କୁ କହିଦେଉଛି, ଆମର ତ ସବୁବେଳେ ଏବେ ଖାଦ୍ୟକୁ ଭାରି ସଜେଇବାର ଚାଲିଛି। ମୁଁ ସେମିତି କରେନି, କିନ୍ତୁ ଆପଣଙ୍କର ସବୁ କାହାର ମନ ଥିବ କାଳେ, ଯେତେବେଳେ ଆପଣ ଚିତଉଟି ପକାଇବେ ତା ମଝିରେ ଗୋଟିଏ ଚେରି ଗେଞ୍ଜି ଦେବେ। ସେଇଟା ଲାଲ ହେଇକି ସୁନ୍ଦର ଦେଖାଯିବ। ତାପରେ ଯେତେବେଳେ କ୍ଷୀରରେ ପକାଇକି ଉଠାଇବେ, ତା ଉପରେ ଡଙ୍କିଏ କ୍ଷୀର ଦେଇକି ଯେଉଁ ଡ୍ରାଏ ଫ୍ରୁଟ୍ସକୁ ସରୁ ସରୁ କାଟିକି ତାକୁ ଆପଣ ସଜେଇ ପାରିବେ। ଏଇଟା ମୁଁ ଭୋର 5ଟାରେ ବନାଉଥିଲି, ସେଥିପାଇଁ ଏତେ ଭଲରେ ଭିଡ଼ିଓ କରିପାରିଲିନି। କ'ଣ ଗୋଟେ ମନ ହେଲା ସକାଳୁ ଉଠିକି ଠାକୁରଙ୍କୁ ଭୋଗ ଦେବା ପାଇଁ ଏଇଟା ମୁଁ ବନେଇଥିଲି। ଭାରି ସୁଆଦିଆ, ଭାରି ଭଲ ବି ଲାଗୁଥିଲା। ଉଷୁମ ଉଷୁମ ଖାଇଲେ ନରମ ଲାଗୁଥିଲା, ଆଉ ସୁଆଦ ତ ଲାଗୁଥିଲା। ଆପଣମାନେ କରନ୍ତୁ। ସ୍ୱାସ୍ଥ୍ୟପ୍ରଦ ଖାଦ୍ୟଟିଏ, ତେଲ ମସଲା କିଛି ନାହିଁ। ନିଜେ ଖାଆନ୍ତୁ, କିଏ ବନ୍ଧୁବାନ୍ଧବ ଆସିଲେ ତାଙ୍କୁ ଖୁଆନ୍ତୁ। ଆମର ପାରମ୍ପରିକ ଖାଦ୍ୟକୁ ଆମେ କେମିତି ଅଧିକରୁ ଅଧିକ ଖାଇବା, ସେଇଟା ହିଁ ମୋର ଲକ୍ଷ୍ୟ। ମୁଁ ଖରାରେ ନେଇକି ଗୋଟିଏ ଖାଇଲି, ମୋତେ ତ ଭାରି ସୁଆଦ ଲାଗିଲା। ଘରେ ବି ସମସ୍ତେ ଭଲ ହେଇଛି କହିଲେ ବୋଲି ମୁଁ ଆପଣଙ୍କୁ ମୋର କ୍ଷୀର ଚିତଉଟି ଜଣେଇଲି। କେମିତି ଲାଗିଲା।